ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଆଧ୍ୟାତ୍ମିକ ଯାତ୍ରାରେ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ଆମେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥା ହେବା। ଜୀବନରେ ଏକ ମୌଳିକ ଦ୍ୱନ୍ଦ୍ୱ ଆଉ ତାର ସମାଧାନ, ଯାହାର ବାଟ ନିଜେ ଭଗବାନ ଶ୍ରୀକୃଷ୍ଣ ଦେଖାଇଛନ୍ତି। ହଁ ଆଜ୍ଞା, ସେଇ ଶ୍ରୀମଦ୍ ଭଗବଦ୍ ଗୀତାର ଅମୃତ ବାଣୀ। ଆମେ ଆଜି ସେହି କୁରୁକ୍ଷେତ୍ର କଥାକୁ ଯିବା, ଯୋଉଠି ଅର୍ଜୁନ ମୋହଗ୍ରସ୍ତ ହୋଇ ପଡ଼ିଥିଲେ ଆଉ ଭଗବାନ ତାଙ୍କୁ ବାଟ ଦେଖାଉଥିଲେ। ଆଉ ବିଶେଷ କରି ଆମେ ଦ୍ୱିତୀୟ ଅଧ୍ୟାୟ ସାଂଖ୍ୟ ଯୋଗର ସେଇ 38 ନମ୍ବର ଶ୍ଲୋକ ଉପରେ ଟିକେ ଗଭୀର ଭାବେ ଦେଖିବା। ଆଚ୍ଛା, 38 ନମ୍ବର ଶ୍ଲୋକ। ଆମର ଲକ୍ଷ୍ୟ ଖାଲି ଶ୍ଲୋକର ମାନେ ବୁଝିବା ନୁହେଁ ବୋଧେ, ନା ଭିତରକୁ ଯିବା ଆଉ ଦେଖିବା ଆଜିକା ଜୀବନରେ ଏହି ଶହ ଶହ ବର୍ଷ ତଳର କଥା କେମିତି କାମରେ ଆସିବ। ଏକଦମ ଠିକ୍, କାରଣ ଜାଣିଲେ ଏଇ ଗୋଟିଏ ଶ୍ଲୋକ ଭିତରେ ସେ ସବୁ ବଡ଼ ବଡ଼ କଥା ଅଛି। ସୁଖ, ଦୁଃଖ, ଲାଭ, ହାନି, ଜୟ ପରାଜୟ, ଏସବୁକୁ କେମିତି ସାମ୍ନା କରିବା। ହଁ, ଏହି ଦ୍ୱନ୍ଦ୍ୱଗୁଡ଼ିକ। ହଁ, ଏଇଟା ଖାଲି କର୍ତ୍ତବ୍ୟ କରିବାର ବାଟ ନୁହେଁ, ଏଇଟା ପାପରୁ ମୁକ୍ତ ହେବାର ବି ବାଟ ଦେଖାଏ। ବାଃ! ତେବେ ଏହି ମୂଲ୍ୟବାନ ଆଲୋଚନାକୁ ପୁରାପୁରି ବୁଝିବାକୁ ହେଲେ ଶ୍ରୋତାମାନଙ୍କୁ ଅନୁରୋଧ, ଆମ ସାଙ୍ଗରେ ଶେଷ ଯାଏ ରୁହନ୍ତୁ। ଆଉ ଯଦି ଏମିତି ଜ୍ଞାନ ଆଲୋଚନା ଆଗକୁ ବି ଶୁଣିବାକୁ ଚାହୁଁଛନ୍ତି, ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରନ୍ତି। ଆମକୁ ବି ଟିକେ ପ୍ରେରଣା ମିଳିବ। ନିଶ୍ଚୟ। ଚାଲନ୍ତୁ ଆଗ ସେଇ ପବିତ୍ର ଶ୍ଲୋକଟିକୁ ଟିକେ ମନ ଦେଇ ଶୁଣିବା। ସ୍ପଷ୍ଟ, ଶାନ୍ତ ଓ ଭକ୍ତିପୂର୍ଣ୍ଣ ସ୍ୱରରେ ଖେତ୍ୱା ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ ତତୋ ଯୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମ୍ ଅବାପ୍ସ୍ୟସି 2:3-8। ବାଃ! ଶୁଣିବାକୁ ବହୁତ ଶକ୍ତିଶାଳୀ ଲାଗୁଛି, ମନକୁ ଶାନ୍ତି ବି ଆସୁଛି। ଆସନ୍ତୁ ଆଗ ଏହାର ଶବ୍ଦଗୁଡ଼ିକୁ ଟିକେ ଦେଖିବା ଆଉ ତାପରେ ପୁରା ମାନେଟା ବୁଝିବା। ଆଜ୍ଞା, ଦେଖନ୍ତୁ, ଶବ୍ଦଗୁଡ଼ିକ ଏମିତି: ସୁଖ ଦୁଃଖେ, ସୁଖ ଆଉ ଦୁଃଖକୁ; ସମେ କୃତ୍ୱା, ସମାନ କରିବା ବା ସମାନ ଭାବି; ଲାଭ ଅଲାଭୌ, ଲାଭ ଆଉ କ୍ଷତିକୁ; ଜୟ ଅଜୟୌ, ଜୟ ଆଉ ପରାଜୟକୁ; ଏସବୁକୁ ସମାନ ମଣି; ତତଃ, ତାପରେ; ଯୁଦ୍ଧାୟ, ଯୁଦ୍ଧ ପାଇଁ ମାନେ ନିଜ କର୍ତ୍ତବ୍ୟ ପାଇଁ; ଯୁଜ୍ୟସ୍ୱ, ପ୍ରସ୍ତୁତ ହୁଅ ବା ଲାଗିପଡ଼; ନ ଏବଂ, ଏମିତି କଲେ; ପାପମ୍, ପାପକୁ; ଅବାପ୍ସ୍ୟସି, ତୁମେ ପାଇବ ନାହିଁ। ଆଚ୍ଛା। ତେଣୁ ପୁରା ମାନେଟା ହେଲା, ହେ ଅର୍ଜୁନ, ତୁମେ ସୁଖ ଦୁଃଖ, ଲାଭ କ୍ଷତି, ଜୟ ପରାଜୟ ଏସବୁକୁ ସମାନ ଦୃଷ୍ଟିରେ ଦେଖ। ଏମିତି ସମଭାବରେ ରହି ନିଜ କର୍ତ୍ତବ୍ୟ ଯାହା, ସେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଏମିତି କଲେ ତୁମକୁ ପାପ ଲାଗିବ ନାହିଁ। ଏଠି ପ୍ରଥମ କଥାଟା ଯାହା ମନକୁ ଛୁଉଁଛି, ସେଟା ହେଲା ଏ ସମାନ ମଣିବା। ଭଗବାନ କାହିଁକି ଏତେ ଜୋର ଦେଉଛନ୍ତି ଏଇ ସମତା ଉପରେ? ଆମେ ତ ସାଧାରଣ ମଣିଷ, ସୁଖ ହେଲେ ଖୁସି ହେବା, ଦୁଃଖ ହେଲେ ଦୁଃଖୀ ହେବା। ଏଇଟାକୁ ସମାନ ଦେଖିବା କେମିତି ସମ୍ଭବ, ବା କ'ଣ ଦରକାର ଏମିତି କରିବାର? ହଁ, ଏ ପ୍ରଶ୍ନଟା ବହୁତ ସ୍ୱାଭାବିକ। ଦେଖନ୍ତୁ, ଭଗବାନ ଏଠି କହୁନାହାନ୍ତି ଯେ ଆମକୁ ଅନୁଭବ ହବନି। ସୁଖ ଆସିଲେ ବି ଖୁସି ଲାଗିବ, ଦୁଃଖ ଆସିଲେ କଷ୍ଟ ବି ହେବ। କିନ୍ତୁ ସେ କହୁଛନ୍ତି ସେଇ ଅନୁଭୂତିଗୁଡ଼ିକରେ ଭାସି ନ ଯିବା ପାଇଁ। ଓହୋ, ଭାସି ନ ଯିବା ପାଇଁ। ହଁ, କାରଣ ଏଇ ଯୋଉ ଦ୍ୱନ୍ଦ୍ୱଗୁଡ଼ିକ, ସୁଖ ଦୁଃଖ, ଲାଭ କ୍ଷତି, ଏସବୁ ତ ଜୀବନରେ ଆସିବ ଆଉ ଯିବ। ଏଇଟା ପ୍ରକୃତିର ନିୟମ। ଠିକ୍ ଯେମିତି ଶୀତଦିନ ଆସେ, ଗରମ ଦିନ ଆସେ, ଆମେ କ'ଣ ତାକୁ ଅଟକେଇ ପାରିବା? ନା। ନା, ସେଟା ତ ନୁହଁ। ଖାଲି ତା ସହିତ ଚଳିବାକୁ ହୁଏ। ସେମିତି ଜୀବନର ଏଇ ଯୋଉ ଉଠାକଠା, ତାକୁ ବି ସ୍ୱୀକାର କରିବାକୁ ପଡ଼ିବ। ଯେତେବେଳେ ଆମେ ସୁଖରେ ବେଶୀ ବାନ୍ଧି ହେଇଯାଉ, ସେଇଟା ଗଲାପରେ ବହୁତ କଷ୍ଟ ହୁଏ। ହଁ, ସେଟା ହୁଏ। ଆଉ ଦୁଃଖରେ ପୁରା ଭାଙ୍ଗି ପଡ଼ିଲେ ଆଉ କିଛି କରି ହୁଏନି। ତେଣୁ ଏଇ ଯୋଉ ଅତିବେଶୀ ଖୁସି ବା ଅତିବେଶୀ ଦୁଃଖୀ ହେବା, ସେଇଠୁ ନିଜକୁ ବଞ୍ଚେଇକି ଗୋଟେ ସ୍ଥିର ଭାବ ରଖିବା, ସେଇଟା ହିଁ ସମତା, ଗୋଟେ ମାନସିକ ବାଲାନ୍ସ ଭଳି। ବୁଝିଲେ, ମାନେ ଯେମିତି ସମୁଦ୍ର ଉପରେ ଢେଉ ଉଠେ ପଡ଼େ, କିନ୍ତୁ ଭିତରେ ଗଭୀରତାଟା ଶାନ୍ତ ଥାଏ। ଆମ ମନକୁ ସେମିତି ରଖିବାକୁ ହେବ। ତେବେ ଏଇଟା କ'ଣ ଖାଲି ମନର କଥା, ନା ଏହାର କାମ ସାଙ୍ଗରେ କିଛି ସମ୍ପର୍କ ଅଛି? କର୍ମଯୋଗର ମୂଳଦୁଆ। ଦେଖନ୍ତୁ, ଆମେ ଯେତେବେଳେ କିଛି କାମ କରୁ, ଆମ ଧ୍ୟାନଟା ସାଧାରଣତଃ ଫଳ ଉପରେ ଥାଏ। ମୋତେ କ'ଣ ମିଳିବ? ମୁଁ ପାସ୍ କରିବି ନା ଫେଲ୍? ଲୋକେ ଭଲ କହିବେ ନା ଖରାପ? ହଁ, ସେଇ ଚିନ୍ତାଟା ତ ରହେ। ଆଉ ସେଇ ଫଳର ଆଶାଟା ହିଁ ସମସ୍ୟା କରେ। ଭଲ ଫଳ ମିଳିଲେ ଅହଙ୍କାର ଆସେ, ନ ମିଳିଲେ ନିରାଶା, ରାଗ, ଦୁଃଖ। ଏସବୁ ଆମକୁ ବାନ୍ଧି ପକାଏ, ବେଳେବେଳେ ଭୁଲ କାମ କରିବାକୁ ବି ପ୍ରେରଣା ଦିଏ। କିନ୍ତୁ ଯେତେବେଳେ ଜଣେ ଲୋକ ସମାନ ଭାବରେ ରହି, ଫଳ କଥା ନ ଭାବି, ଖାଲି ନିଜ କର୍ତ୍ତବ୍ୟ ବୋଲି ଭାବି କାମ କରେ, ଆଚ୍ଛା। ସେତେବେଳେ ସେଇ କାମଟା ତାକୁ ବାନ୍ଧେନି। ସେ ଭଲ ଫଳ ହଉ କି ଖରାପ, ସେଥିରୁ ମୁକ୍ତ ରହେ। ତେଣୁ ତାକୁ ପାପ ବି ଲାଗେନି। ଏଇଟା ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ଗୋଟେ ପ୍ରଶ୍ନ ଆସୁଛି ମନକୁ।
ଯଦି ଆମେ ଫଳ ବିଷୟରେ ଆଦୌ ଭାବିବାନି ତେବେ କାମ କରିବାକୁ ଇଚ୍ଛା କେମିତି ହେବ? ମୋଟିଭେସନ୍ କୋଉଠୁ ଆସିବ? ଏମିତି ହେଲେ ଲୋକେ ଅଳସୁଆ ଯିବେନି କି? ନା ନା, ସେଇଟା ଗୋଟେ ଭୁଲ ଧାରଣା। ନିଷ୍କାମ କର୍ମ ମାନେ କାମ ପ୍ରତି ଆଳସ୍ୟ ନୁହେଁ। ଦେଖନ୍ତୁ ନା, ଭଗବାନ ଅର୍ଜୁନଙ୍କୁ କ'ଣ କାମ ଛାଡ଼ିଦେବାକୁ କହୁଛନ୍ତି? ନା, ସେ କହୁଛନ୍ତି ଯୁଦ୍ଧାୟ ଯୁଜସ୍ୱ, ଯୁଦ୍ଧ କର। ହଁ, କର୍ମ କରିବାକୁ ହିଁ କହୁଛନ୍ତି। ହଁ, ନିଷ୍କାମ କର୍ମ ମାନେ ଫଳରେ ଆସକ୍ତି ଛାଡ଼ିବା, କାମଟା ନୁହେଁ। ପ୍ରେରଣା ଆସିବ କୋଉଠୁ? ଫଳରୁ ନୁହେଁ, କର୍ତ୍ତବ୍ୟ ବୋଧରୁ ଆସିବ। ଏଇଟା ମୋର କାମ, ମୋର ଧର୍ମ, ମୋତେ କରିବାକୁ ହେବ, ଏଇ ଭାବନାରୁ। ଆଉ ଯେତେବେଳେ ଆମେ ଏମିତି ଭାବି କାମ କରୁ, ଆମେ ବରଂ ବେଶୀ ମନ ଦେଇ କରୁ, କାରଣ ମନଟା ଫଳ ଚିନ୍ତାରେ ଏପଟ ସେପଟ ହୁଏନି। ଭାବନ୍ତୁ, ଜଣେ ସର୍ଜନ ଅପରେସନ୍ କରୁଛନ୍ତି। ସେ ତାଙ୍କର ସବୁଠୁ ଭଲ ଚେଷ୍ଟା କରିବେ, ସେଇଟା ତାଙ୍କ କର୍ତ୍ତବ୍ୟ। ରୋଗୀ ବଞ୍ଚିବ କି ନାହିଁ ସେଟା ତ ବହୁତ କଥା ଉପରେ ନିର୍ଭର କରେ। ହଁ, ତାଙ୍କ ହାତରେ ସବୁ ନଥାଏ। ହଁ, ତାଙ୍କ କାମ ହେଲା ନିଜ କର୍ତ୍ତବ୍ୟଟା ଠିକ୍ ଭାବେ କରିବା। ଏମିତି କଲେ କାମର କ୍ୱାଲିଟି ବଢ଼େ, କମେନି। ଏଟା ଗୋଟେ ବହୁତ ଦରକାରୀ କଥା କହିଲେ। ଆଚ୍ଛା, ତାହେଲେ ଆସନ୍ତୁ ଶ୍ଲୋକର ପର କଥାକୁ। ତତୁ ଯୁଦ୍ଧାୟ ଯୁଜ୍ୟସ୍ୱ। ଏଥି ଯୁଦ୍ଧ କହିଲେ କ'ଣ ବୁଝିବା? ଖାଲି ସେ କୁରୁକ୍ଷେତ୍ର ଯୁଦ୍ଧ କଥା କହୁଛନ୍ତି, ନା ଏହାର ଆଉ କିଛି ବଡ଼ ମାନେ ଅଛି ଯାହା ଆମ ସମସ୍ତଙ୍କ ପାଇଁ ଲାଗୁ ହେବ? ଦୁଇଟା ଯାକ। ପ୍ରଥମ କଥା ହେଲା, ସେତେବେଳେ ସିଧା ସିଧା ଅର୍ଜୁନଙ୍କୁ ତାଙ୍କ କର୍ତ୍ତବ୍ୟ କରିବାକୁ କହୁଛନ୍ତି। ସେ କ୍ଷତ୍ରିୟ, ତାଙ୍କ ଧର୍ମ ହେଲା ଯୁଦ୍ଧ କରିବା। ସେ ତ ମୋହରେ ପଡ଼ି, ଦୁଃଖରେ ଭାଙ୍ଗି ପଡ଼ି କହୁଥିଲେ ମୁଁ ଲଢ଼ିବିନି। ହଁ, ପଛଘୁଞ୍ଚ ଦେଉଥିଲି। ତ ଭଗବାନ ତାଙ୍କୁ ମନେ ପକାଇ ଦେଉଛନ୍ତି ଯେ ନିଜ ସୁଖ ଦୁଃଖ ଲାଭ କ୍ଷତିରୁ ଉପରକୁ ଉଠି ଧର୍ମ ପାଳନ କରିବା ହିଁ ଠିକ୍। କିନ୍ତୁ ଏହାର ଗୋଟେ ବହୁତ ବଡ଼, ସମସ୍ତଙ୍କ ପାଇଁ ଲାଗୁ ହେବା ଭଳି ମାନେ ବି ଅଛି। ଆଚ୍ଛା, ସେଇଟା କ'ଣ? ଯୁଦ୍ଧ କେବଳ ବାହାରର ଲଢ଼େଇ ନୁହେଁ। ଏଇଟା ଆମ ଜୀବନର ସବୁଦିନିଆ ସଂଘର୍ଷର ପ୍ରତୀକ। ଆମେ ସମସ୍ତେ ପ୍ରତିଦିନ କିଛି ନା କିଛି ଯୁଦ୍ଧ ଲଢ଼ୁଛେ। ହଁ, ସତେ ତ। ନିଜ ଭିତରର ଖରାପ ଗୁଣ ସାଙ୍ଗରେ ଯୁଦ୍ଧ, ରାଗ, ଲୋଭ, ଡର, ବାହାର ପରିସ୍ଥିତିର ଆହ୍ୱାନ ସାଙ୍ଗରେ ଯୁଦ୍ଧ, କର୍ତ୍ତବ୍ୟ ଆଉ ନିଜ ଇଚ୍ଛା ଭିତରେ ଯୋଉ ଟଣା ଓଟରା ହୁଏ, ସେଇଟା ବି ଗୋଟେ ଯୁଦ୍ଧ। ତ ଏ ଶ୍ଲୋକ ଆମକୁ କହୁଛି, ଏଇ ଜୀବନ ଯୁଦ୍ଧରୁ ପଳେଇ ଯାଅନି, ବରଂ ସମାନ ଭାବରେ ରହି ଯାହାର ଯାହା କର୍ତ୍ତବ୍ୟ ତାକୁ ସାମ୍ନା କର। ବହୁତ ବ୍ୟାପକ ଅର୍ଥ। ମାନେ ଆମର ଯୁଦ୍ଧକ୍ଷେତ୍ର ହେଲା ଆମ ଘର, ଆମ ଅଫିସ୍, ଆମ ସମାଜ। ଆଉ ଯୁଦ୍ଧ ହେଲା ସେଠି ଆମ ଦାୟିତ୍ୱଗୁଡ଼ିକୁ ଠିକ୍ ଭାବରେ କରିବା, ବିନା କୌଣସି ଆସକ୍ତି ବା ଡରରେ। ଏହାକୁ ଆହୁରି ଭଲ କରି ବୁଝିବା ପାଇଁ କିଛି ଏବେକାର ଜୀବନରୁ ଉଦାହରଣ ନେଇପାରିବା। ଯେମିତି ଆପଣ କହିଲେ ଭୀଷ୍ମ, ଲକ୍ଷ୍ମଣ, ସୈନିକ, ସେମାନେ ତ ମହାନ। କିନ୍ତୁ ଆମ ଭଳି ସାଧାରଣ ଲୋକଙ୍କ ଜୀବନରେ ଏଇଟା କେମିତି ଲାଗୁ ହେବ? ନିଶ୍ଚୟ ନିଶ୍ଚୟ। ଭାବନ୍ତୁ କିଛି ସାଧାରଣ କଥା। ଜଣେ ପିଲା ପରୀକ୍ଷା ଦେଉଛି। ତା କାମ ହେଲା ଭଲ କରି ପଢ଼ିବା, ପରୀକ୍ଷା ଦେବା। ଫଳ କ'ଣ ହେବ, ପାସ୍ ନା ଫେଲ୍, ଭଲ ମାର୍କ ନା ଖରାପ, ସେଇଟା ପର କଥା। ଯଦି ସେ ଖାଲି ଫଳ କଥା ଭାବିବ, ଟେନସନ୍ ହେବ, ଡର ଲାଗିବ, ପଢ଼ାରେ ମନ ଲାଗିବନି। କିନ୍ତୁ ଯଦି ସେ ଭାବିବ ମୁଁ ମୋ କାମ କରିବି, ମୋର ବେଷ୍ଟ ଦେବି, ଫଳ ଯାହା ହେବ ଦେଖାଯିବ, ଏମିତି ଭାବିଲେ ସେ ଶାନ୍ତିରେ ପଢ଼ିପାରିବ। ଠିକ୍। ଭଲ ହେଲେ ଅହଙ୍କାରୀ ହବନି, ଖରାପ ହେଲେ ଭାଙ୍ଗି ପଡ଼ିବନି, ଶିଖିବ। ଆଚ୍ଛା, ଆଉ କିଛି ଉଦାହରଣ? ହଁ, ଭାବନ୍ତୁ ଅଫିସରେ ଜଣଙ୍କୁ ଗୋଟେ ପ୍ରୋଜେକ୍ଟ ମିଳିଛି। ତା କାମ ହେଲା ସେଇଟାକୁ ଭଲ ଭାବରେ କରିବା। ସେଥିରେ ସଫଳତା ମିଳିପାରେ, ବିଫଳତା ବି, ପ୍ରମୋସନ୍ ମିଳିପାରେ, ଗାଳି ବି ପଡ଼ିପାରେ। ଯଦି ସେ ଖାଲି ସେଇ ଫଳ କଥା ଭାବିବ, ସେ ଚାପେ ରହିବ, ହୁଏତ ଭୁଲ ବଟ ବି ଆପଣାଇପାରେ। ହଁ, ପ୍ରତିଯୋଗିତାରେ। ହଁ, କିନ୍ତୁ ଯଦି ସେ ଭାବିବ ମୋ କାମ ମୁଁ ଠିକ୍ କରିବି, ଫଳ ମୋ ହାତରେ ନାହିଁ, ତାହେଲେ ସେ ଭଲ କାମ କରିବ ଆଉ ଶାନ୍ତିରେ ବି ରହିବ। ଆଉ ଘରେ, ପରିବାର ଭିତରେ? ସେଠି ବି ସେଇ କଥା। ଘରେ ବି ସୁଖ ଦୁଃଖ, ମନ ମିଳିବା ନ ମିଳିବା ଏସବୁ ଲାଗି ରହିଛି। ଯଦି ଆମେ ସବୁ ଛୋଟ କଥାରେ ବହୁତ ବେଶୀ ଭାବୁକ ହୋଇଯିବା, ତାହେଲେ ସମ୍ପର୍କ ଖରାପ ହେବ। କିନ୍ତୁ ଯଦି ଆମେ ସମାନ ଭାବରେ ରହି ଅନ୍ୟ ଲୋକ କ'ଣ ଭାବୁଛି ବୁଝିବାକୁ ଚେଷ୍ଟା କରି ନିଜର କର୍ତ୍ତବ୍ୟ, ସ୍ନେହ, ସମ୍ମାନ, ଯତ୍ନ ଏସବୁ କରିବା ଉପରେ ଧ୍ୟାନ ଦେବା, ତେବେ ଶାନ୍ତି ରହିବ। ହଁ, ଏଇ ଉଦାହରଣଗୁଡ଼ିକ ଶୁଣିଲା ପରେ ଲାଗୁଛି ଯେ ଏଇଟା କେତେ ପ୍ରାକ୍ଟିକାଲ। ଏଇଟା ଖାଲି ଗୋଟେ ଭଲ କଥା ନୁହେଁ, ଏଇଟା ପ୍ରକୃତରେ ଭଲ ଭାବରେ ବଞ୍ଚିବାର ଗୋଟେ କୌଶଳ। ଆମକୁ ବାହାର ପରିସ୍ଥିତିର ଗୋଲାମ ନ ହୋଇ ନିଜ ମନର ମାଲିକ ହେବାକୁ ଶିଖାଉଛି। ଏକଦମ ଠିକ୍ କଥା। ଏଇଟା ଏକ ମାନସିକ ଶକ୍ତି।
ଜୀବନରେ ଯାହା ବି ଅନିଶ୍ଚିତତା ଆସୁଛି, ଯାହା ବି ଆହ୍ୱାନ ଆସୁଛି, ତାକୁ ସାମ୍ନା କରିବାକୁ ବଳ ଦେଉଛି। ଆଉ ସବୁଠୁ ବଡ଼ କଥା, ଯେତେବେଳେ ଆମେ ଏ ସମତା ଆଉ ନିଷ୍କାମ ଭାବରେ କାମ କରୁ, ସେତେବେଳେ ଆମେ କର୍ମବନ୍ଧନ ତିଆରି କରୁନୁ। ସେଇ ଯୋଉ କୁହାଗଲା ନୈବମ୍ ପାପମ୍ ଅବାପ୍ସ୍ୟସି, ଏମିତି କଲେ ପାପ ଲାଗିବନି। ଏଠି ପାପ ମାନେ ଖାଲି ଭୁଲ କାମ ନୁହେଁ। ପାପ ମାନେ ସେଇ ସବୁ କର୍ମଫଳ ଯାହା ଆମକୁ ଏଇ ସଂସାର ଚକ୍ରରେ ବାନ୍ଧି ରଖୁଛି, ଦୁଃଖ ଦେଉଛି। ଯେତେବେଳେ କାମଟା ବିନା ଆସକ୍ତିରେ କର୍ତ୍ତବ୍ୟ ଭାବରେ କରାଯାଏ, ସେଇଟା ଶୁଦ୍ଧ ହେଇଯାଏ। ସେଇଟା ବାନ୍ଧେନି, ବରଂ ମୁକ୍ତିର ବାଟ ଖୋଲେ। ତାହେଲେ ଏ ଯୋଉ ଏତେ ସମୟ ଆମେ ଆଲୋଚନା କଲେ, ଯଦି ତାର ସାରାଂଶ କାଢ଼ିବା, ତେବେ ଏଇ ଗୋଟିଏ ଶ୍ଲୋକର ମୁଖ୍ୟ ଶିକ୍ଷା କ'ଣ ମିଳିଲା, ଯାହାକୁ ଆମେ ମନେ ରଖିପାରିବା? ଯଦି ଆମେ କିଛି ମୁଖ୍ୟ ପଏଣ୍ଟରେ କହିବା, ତେବେ ସେଗୁଡ଼ା ହେଲା 1. ଦ୍ୱନ୍ଦ୍ୱକୁ ମାନି ନିଅନ୍ତୁ। ଜୀବନରେ ସୁଖ ଦୁଃଖ, ଲାଭ କ୍ଷତି ଏସବୁ ଆସିବ ହିଁ ଆସିବ। ଏଇଟା ନିୟମ, ତାକୁ ସହଜରେ ଗ୍ରହଣ କରନ୍ତୁ। 2. ସମତା ଅଭ୍ୟାସ କରନ୍ତୁ। ଏସବୁରେ ବେଶୀ ଭାସି ନ ଯାଇ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ। ଏଇଟା ଗୋଟେ ଲଗାତାର ଅଭ୍ୟାସ। 3. କର୍ତ୍ତବ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଯାହା କାମ, ଯାହା ଧର୍ମ, ତାକୁ ଭଲ ଭାବରେ କରନ୍ତୁ। ସେଇଟା ହିଁ ଆପଣଙ୍କର ପ୍ରେରଣା ହେଉ, ଫଳର ଆଶା ନୁହେଁ। 4. ଫଳାଶକ୍ତି ଛାଡ଼ନ୍ତୁ। କାମ କରନ୍ତୁ, କିନ୍ତୁ ଫଳ ଆପଣଙ୍କ ଇଚ୍ଛା ମୁତାବିକ ହେବ କି ନାହିଁ, ସେ ଚିନ୍ତା ଛାଡ଼ି ଦିଅନ୍ତୁ। ଫଳ ଭଗବାନଙ୍କ ଉପରେ ଛାଡ଼ି ଦିଅନ୍ତୁ। 5. ଏଇଟା ହିଁ ମୁକ୍ତିର ବାଟ। ଏମିତି କଲେ କର୍ମବନ୍ଧନ ହୁଏନି, ଆଉ ପାପ ଫଳରୁ ବି ରକ୍ଷା ମିଳେ। ଆଉ ଏଇଟା ଆଗକୁ ଆଧ୍ୟାତ୍ମିକ ମୁକ୍ତି ପାଇଁ ବି ସାହାଯ୍ୟ କରେ। ଆଉ ଏ କଥାଟା ଖାଲି ଯୁଦ୍ଧ ପାଇଁ ନୁହେଁ, ଖାଲି ଅର୍ଜୁନ ପାଇଁ ନୁହେଁ। ଏଟା ସବୁ ମଣିଷ ପାଇଁ, ସବୁ ପରିସ୍ଥିତିରେ, ସବୁବେଳେ ପାଇଁ ଲାଗୁ, ଗୋଟେ ଚିରନ୍ତନ ସତ୍ୟ। ବହୁତ ବଢ଼ିଆ ଭାବରେ ଆପଣ ଏଇ ଗଭୀର ଶ୍ଲୋକର ସବୁ ଦିଗକୁ ବୁଝେଇ ଦେଲେ। ସତରେ ଏଇଟା ଖାଲି ଗୋଟେ ଶ୍ଲୋକ ନୁହେଁ, ଗୋଟେ ପୁରା ଜୀବନ ଦର୍ଶନ। ସୁଖ ଦୁଃଖକୁ ସମାନ ଭାବି, ଫଳ କଥା ନ ଭାବି, ଖାଲି ନିଜ କାମରେ ଲାଗି ରହିବା, ଏଇଟା ହିଁ ବୋଧେ ସବୁଠାରୁ ବଡ଼ ସାଧନା ଆଉ ଶାନ୍ତି ପାଇବାର ରାସ୍ତା। ହଁ ଆଜ୍ଞା, ଭଗବାନ ଏଇ ସରଳ ଦେଖାଯାଉଥିବା କଥା ଭିତରେ ବହୁତ ଗଭୀର କଥା କହିଦେଇଛନ୍ତି। ଯେତେବେଳେ କାମ ଏମିତି ଶୁଦ୍ଧ ଭାବରେ ହୁଏ, ସେଇଟା ଅକର୍ମ ହେଇଯାଏ, ମାନେ ଯାହା ଆଉ ବାନ୍ଧେନି। ଆଉ ସେଥିରେ ହିଁ ଲୋକ ପାପରୁ, ମାନେ କର୍ମଫଳର ଦୁଃଖରୁ ମୁକ୍ତ ହୁଏ। ଆଶା କରୁଛୁ ଆଜି ଆମେ ଯାହା ବି ଆଲୋଚନା କଲେ, ଶ୍ରୀମଦ୍ ଭଗବଦ୍ ଗୀତାର ଏ ଅମୂଲ୍ୟ କଥାକୁ ବୁଝିବାରେ ସମସ୍ତ ଶ୍ରୋତାଙ୍କୁ କିଛିଟା ସାହାଯ୍ୟ କରିଥିବ। ମନେ ରଖିବା କଥା ଯେ ଏଟା ଖାଲି ଶୁଣିଦେଲେ ହବନି, ନିଜ ଜୀବନରେ ଟିକେ ଟିକେ କରି ଲଗେଇବାକୁ ଚେଷ୍ଟା କରିବାକୁ ହବ। ସେଇ ସମତ୍ୱ ଭାବରେ କର୍ତ୍ତବ୍ୟ କରିବା। ହଁ, ସେଇଟା ମୁଖ୍ୟ। ଯଦି ଆପଣମାନଙ୍କୁ ଆମର ଏଇ ଚେଷ୍ଟା ଆଉ ଆଲୋଚନା ଭଲ ଲାଗିଲା, ଯଦି କିଛି ନୂଆ ଶିଖିବାକୁ ପାଇଲେ, ତାହେଲେ ଏହାକୁ ଲାଇକ୍ କରି ଆମକୁ ଉତ୍ସାହିତ କରନ୍ତୁ ଆଉ ଅନ୍ୟମାନଙ୍କ ସହିତ ବି ସେୟାର କରନ୍ତୁ। କିଏ ଜାଣେ ଆଉ କାହା ପାଇଁ ଏଇ କଥାଗୁଡାକ କାମରେ ଆସିପାରେ। ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ସବୁବେଳେ ଆମ ସମସ୍ତଙ୍କ ଉପରେ ଥାଉ। ଆମେନ୍। ଆପଣଙ୍କ ମତାମତ ବି ଆମ ପାଇଁ ବହୁତ ମୂଲ୍ୟବାନ। ଯଦି ଚାହିଁବେ, ତଳେ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜର ଭକ୍ତି ଜଣେଇ ପାରନ୍ତି, କିମ୍ବା ଏ ବିଷୟରେ ଆପଣଙ୍କର କିଛି ଅନୁଭୂତି ବା ପ୍ରଶ୍ନ ଥିଲେ ବି ପଚାରି ପାରନ୍ତି। ହଁ, ଆମେ ଚେଷ୍ଟା କରିବୁ ଉତ୍ତର ଦେବାକୁ। ଆଗାମୀ ଭାଗରେ ଆମେ ଗୀତାର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ ବା ବିଷୟ ଉପରେ ଏମିତି ଆଲୋଚନା ନେଇ ଆସିବୁ। ସେଥିରେ ବି ଆମ ସହିତ ଯୋଡ଼ି ହେବାକୁ ଭୁଲିବେ ନାହିଁ। ଶେଷରେ ଗୋଟେ କଥା ଭାବିବା ପାଇଁ ଛାଡ଼ିଯାଉଛି। ଆଜିକାଲିର ଏ ଯୋଉ ଦୌଡ଼ାଦୌଡ଼ି ଦୁନିଆ, ଏତେ ପ୍ରତିଯୋଗିତା, ସବୁବେଳେ ଫଳ କଥା ଚିନ୍ତା, ସଫଳତା ବିଫଳତାକୁ ଏତେ ଗୁରୁତ୍ୱ ଦିଆଯାଉଛି, ସେଠି ଆମେ ପ୍ରକୃତରେ ସମତା ଭାବ, ଏଇ ନିଷ୍କାମ କର୍ମ କଥାଟାକୁ କେମିତି ନିଜ ଜୀବନରେ ଆଣିବା? ଏଇଟା ବଡ଼ ପ୍ରଶ୍ନ। ଅନୁଭବ କରିହେବ। ଏଇଟା ବୋଧେ ଆମର ସମସ୍ତଙ୍କ ପାଇଁ ନିଜ ନିଜର ଗୋଟେ ବଡ଼ ଯୁଦ୍ଧ। ଏହା ଉପରେ ଭାବିବା ନିହାତି ଦରକାର। ଜୟ ଶ୍ରୀକୃଷ୍ଣ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।